କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ବହୁତ ବଡ଼ ଘୋଷଣା ଜାରି କରାଯାଇଛି। ଚାଷୀମାନଙ୍କୁ ଆଉ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ସାରା ଲାଭ ମିଳିବା ପାଇଁ ଯାଉଛି। କେଉଁ ଲାଭ ଆପଣମାନଙ୍କୁ ମିଳିବା ପାଇଁ ଯାଉଛି? ଯେଉଁ ଚାଷୀମାନେ ପିଏମ୍ କିଷାନ କି ସିଏମ୍ କିଷାନ ଯୋଜନାରେ ଲାଭାନ୍ୱିତ ହେଉଛନ୍ତି, କିସ୍ତି ଟଙ୍କା ପାଉଛନ୍ତି, ତ ସେମାନେ ଏହା ଛଡ଼ା ଆଉ କିଛି ଅଲଗା ଲାଭ ସେମାନଙ୍କୁ ମିଳିବା ପାଇଁ ଯାଉଛି। ଯଦି ଆପଣଙ୍କ ପାଖରେ କୃଷକ ପରିଚୟ ପତ୍ର ରହିଛି, ତାହେଲେ ଆପଣମାନଙ୍କୁ ସରକାରଙ୍କ ତରଫରୁ ସବସିଡି ଟଙ୍କା ମିଳିବା ସହିତ ଆଉ ନୂତନ ଯୋଜନାରେ ଆପଣମାନେ ସିଧାସଳଖରେ ସାମିଲ ହେବେ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ତ ଦେଖନ୍ତୁ, ଯେଉଁ ଚାଷୀମାନେ ଫାର୍ମର ଆଇଡି ସେମାନଙ୍କ ପାଖରେ ରହିଛି, ସେମାନଙ୍କୁ ନୂତନ ଯୋଜନାରେ ସାମିଲ କରିବା ସହିତ ଯଦି ଆଜିକା ଡେଟ୍ରେ ଆପଣମାନେ କୃଷି ଯନ୍ତ୍ରପାତି କିଣୁଛନ୍ତି, ଟ୍ରାକ୍ଟର କିଣନ୍ତୁ କି ପାୱାର ଟିଲର କିଣନ୍ତୁ କିମ୍ବା ଆପଣ କୌଣସି ଚାଷ ସମ୍ବନ୍ଧୀୟ ଲୋନ୍ ମଧ୍ୟ କରନ୍ତୁ, ସବୁ କ୍ଷେତ୍ରରେ ଚାଷୀମାନଙ୍କୁ ସବସିଡି ଟଙ୍କା ମିଳିବ। ତ କେବଳ ସେହି ଚାଷୀମାନଙ୍କୁ ମିଳିବ ଯେଉଁମାନଙ୍କ ପାଖରେ କୃଷକ ପରିଚୟ ପତ୍ର ରହିଛି, ଅର୍ଥାତ୍ ଏଗ୍ରିଷ୍ଟାକ୍ର ଫାର୍ମର ଆଇଡି ରହିଛି। ତ ସରକାରଙ୍କ ତରଫରୁ ଏହାକୁ ନେଇ ବଡ଼ ଅପଡେଟ୍ ରହିଛି ଚାଷୀମାନଙ୍କ ପାଇଁ। ଯଦି ଆପଣ ଜଣେ ଚାଷୀ ଚାଷବାସ କରି ଆପଣମାନଙ୍କର ଜୀବିକା ନିର୍ବାହ କରୁଛନ୍ତି, ତାହେଲେ ଏହି ଖବରଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ଏଥର ଚାଷ କାମ ହେବ ସହଜ। ତ ଆପଣଙ୍କର ଯେଉଁ ଚାଷବାସ କାର୍ଯ୍ୟ ରହିଛି A to Z ପର୍ଯ୍ୟନ୍ତ ସରକାର ସବୁଥିରେ ଆପଣମାନଙ୍କୁ ସାହାଯ୍ୟ ସହଯୋଗ କରିବେ। ତ ଆପଣମାନଙ୍କୁ ସାହାଯ୍ୟ ସହଯୋଗ କେମିତି କରିବେ? ତ ଆପଣ ଯେକୌଣସି ଚାଷ କରିବେ, ସେଥିରେ ଆପଣମାନଙ୍କୁ ବିନା ସୁଧରେ ସରକାର ଋଣ ଦେବେ। ତା ସହିତ ଯେଉଁ ଯନ୍ତ୍ରପାତି ଆପଣମାନେ ବ୍ୟବହାର କରିବେ, ସେ ଯନ୍ତ୍ରପାତି ଆପଣମାନେ କିଣିଲେ ସେଥିରେ ଆପଣମାନଙ୍କୁ ସବସିଡି ମିଳିବ। ତା ସହିତ ଆପଣମାନେ ସାର ବିହନ ଇଏ ସବୁ କିଣିଲେ ଏହାକୁ ଆପଣମାନଙ୍କୁ ମାଗଣାରେ ସରକାର ପ୍ରଦାନ କରିବେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଆପଣମାନଙ୍କୁ ସାହାଯ୍ୟ ସହଯୋଗ କରିବେ, ଯେମିତି ଆପଣ ପିଏମ୍ କିଷାନ ସିଏମ୍ କିଷାନ ଯୋଜନାର ଟଙ୍କା ଏବଂ ସରକାରଙ୍କ ତରଫରୁ ଯେଉଁ ନୂଆ ଯୋଜନା ଚାଷ ସମ୍ବନ୍ଧୀୟ ଲାଗୁ କରାଯିବ, ସେହି ଚାଷୀମାନଙ୍କୁ ସିଧାସଳଖ ସାମିଲ କରାଯିବ ଯେଉଁମାନଙ୍କ ପାଖରେ ଗୋଟିଏ ଗୋଟିଏ କୃଷକ ପରିଚୟ ପତ୍ର ରହିଛି, ଅର୍ଥାତ୍ ଏଗ୍ରିଷ୍ଟାକ୍ର ଫାର୍ମର ଆଇଡି ରହିଛି। ତ ଏହାକୁ ନେଇ ସରକାରଙ୍କ ତରଫରୁ ବଡ଼ ଘୋଷଣା ଜାରି କରାଯାଇଛି। ତ କ'ଣ ବଡ଼ ଘୋଷଣା ଜାରି କରାଯାଇଛି, ଚାଷୀମାନଙ୍କ ପାଇଁ କ'ଣ ନୂଆ ଅପଡେଟ୍ ରହିଛି, ମୁଁ ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ କହି ରଖିବି, ଓଡ଼ିଶା ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ଯେଉଁ ଚାଷୀମାନଙ୍କ ପାଖରେ ରହିଛି, ସେମାନଙ୍କୁ ଅନେକ ସାରା ସୁବିଧା ମଧ୍ୟ ମିଳୁଛି। ଯେମିତିକା ଆପଣମାନଙ୍କର ଫସଲ ପୋର୍ଟାଲ ରହିଛି ଓଡ଼ିଶା ସରକାରଙ୍କ ତରଫରୁ, ସେହି ଫସଲ ପୋର୍ଟାଲ ମାଧ୍ୟମରେ ଆପଣମାନେ ବିଭିନ୍ନ ପ୍ରକାର ଯୋଜନାର ଲାଭ ଉଠାଇ ପାରିବେ। ତ ପ୍ରଥମତଃ ଆପଣମାନେ ଗୋ ପାଳନ କରିବା ପାଇଁ ଗୋଶାଳା ତିଆରି କରିବା ପାଇଁ ଆପଣମାନଙ୍କୁ ଟଙ୍କା ମିଳିବ। ତା ସହିତ ଛେଳି ପାଳନ କରିବା ପାଇଁ, ଛେଳି ଫାର୍ମ କରିବା ପାଇଁ ଯେଉଁ ଟଙ୍କାର ଆବଶ୍ୟକତା ରହିଛି ସରକାର ଆପଣମାନଙ୍କୁ ଦେବେ। ମାଛ ଚାଷ କରିବା ପାଇଁ ସରକାର ଆପଣମାନଙ୍କୁ ଟଙ୍କା ଦେବେ। ତାପରେ ଆପଣମାନଙ୍କର ମେଣ୍ଢା ଚାଷ କରିବା ପାଇଁ ସରକାର ମଧ୍ୟ ଆପଣମାନଙ୍କୁ ମଧ୍ୟ ଫାର୍ମ କରିବା ପାଇଁ ମଧ୍ୟ ଟଙ୍କା ପ୍ରଦାନ କରିବେ। ତାପରେ ଆପଣମାନେ ସାର ବିହନ ଆଉ ବିଭିନ୍ନ ପ୍ରକାର ଚାରା ଯେଉଁ ଆଣିବେ, ସେଥିରେ ମଧ୍ୟ ସରକାର ଆପଣମାନଙ୍କୁ ଆର୍ଥିକ ସହଯୋଗ କରିବେ। ତ କେବଳ ଆପଣଙ୍କ ପାଖରେ ଗୋଟିଏ ଆଇଡି ରହିଥିବା ଦରକାର, ସେଇଟା ହେଉଛି ଆପଣମାନଙ୍କର ଏଗ୍ରିଷ୍ଟାକ୍ର ଫାର୍ମର ଆଇଡି। ତ ଏହି ଏଗ୍ରିଷ୍ଟାକ୍ ଓଡ଼ିଶା ଫାର୍ମର ଆଇଡି ଆପଣମାନଙ୍କୁ କ୍ରିଏଟ୍ କରିବାର ଅଛି। ତ ଯଦି ଏପର୍ଯ୍ୟନ୍ତ ଆପଣଙ୍କ ପାଖରେ ଏଗ୍ରିଷ୍ଟାକ୍ ଓଡ଼ିଶା ଫାର୍ମର ଆଇଡି ନାହିଁ, ତାହେଲେ ଆପଣମାନେ ତୁରନ୍ତ କରିନିଅନ୍ତୁ। କାହିଁକି ନା ଆଉ କିଛି ଦିନ ପରେ ଆପଣମାନଙ୍କୁ ସରକାରଙ୍କ ତରଫରୁ ଅନେକ ସାରା ସୁବିଧା ମିଳିବା ପାଇଁ ଯାଉଛି। କାହିଁକି ଏକଥା ଆପଣମାନଙ୍କୁ କହୁଛି ନା, ଆଗାମୀ ଦିନମାନଙ୍କରେ ପଞ୍ଚାୟତ ଇଲେକ୍ସନ୍ ଆସିବା ପାଇଁ ଯାଉଛି। ଏହାରି ମଧ୍ୟରେ ସରକାର ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା ଜାରି କରିବା ପାଇଁ ଯାଉଛନ୍ତି। ଯଦି ଆପଣଙ୍କ ପାଖରେ ଏଗ୍ରିଷ୍ଟାକ୍ ଓଡ଼ିଶା ଫାର୍ମର ଆଇଡି ନଥିବ, ତାହେଲେ ଆପଣମାନେ ଏଥିରୁ ଲାଭ ଉଠାଇ ପାରିବେ ନାହିଁ। ଦେଖନ୍ତୁ, ଏଗ୍ରିଷ୍ଟାକ୍
ଏବଂ ଏଗ୍ରିସେଣ୍ଟ ଫାର୍ମର ଆଇଡି ମଧ୍ୟରେ ତଫାତ୍ କ'ଣ ରହିଛି ଆପଣମାନେ ଜାଣିବା ନିହାତି ଜରୁରୀ। ଏହି ଦୁଇଟି ଫାର୍ମର ଆଇଡି ଅଲଗା ଅଲଗା ରହିଛି, ଏହାର ବେନିଫିଟ୍ ମଧ୍ୟ ଆପଣମାନଙ୍କୁ ଅଲଗା ଅଲଗା ମିଳିବା ପାଇଁ ଯାଉଛି। ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣମାନେ କେଉଁ ଆଇଡି କଲେ ଆପଣମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ମିଳିପାରିବ। ଯଦି ଆପଣମାନେ ଏଗ୍ରିଷ୍ଟାକ ଫାର୍ମର ଆଇଡି ବନେଇଛନ୍ତି ଓଡ଼ିଶାର, ତ ସେଇଟା କେତେ ଜଣଙ୍କର ହେଇଛି ଆଉ ଯେଉଁମାନେ ଏଗ୍ରିଷ୍ଟାକ ଓଡ଼ିଶା ଫାର୍ମର ଆଇଡି ବର୍ତ୍ତମାନ ରିସେଣ୍ଟଲି ପଞ୍ଜୀକୃତ କରିଛନ୍ତି ସେମାନଙ୍କର ଷ୍ଟାଟସ୍ କ'ଣ ରହିଛି, ଆଉ ଯେଉଁମାନଙ୍କର ପୂର୍ବରୁ ଯେଉଁମାନେ ଏଗ୍ରିଷ୍ଟାକ ଫାର୍ମର ଆଇଡି ଓଡ଼ିଶାର କରିଥିଲେ ସେମାନଙ୍କର ବର୍ତ୍ତମାନ ଷ୍ଟାଟସ୍ରେ କ'ଣ ପରିଲିଖିତ ହେଉଛି, ଆଉ କେଉଁମାନଙ୍କର ଏପ୍ରୁଭାଲ୍ ହେଇଛି, କେଉଁମାନଙ୍କର ପେଣ୍ଡିଂ ଦେଖାଉଛି, ଡିଟେଲ୍ସ এই ভিডিও মাধ্যমে ମୁଁ ଆପଣମାନଙ୍କୁ ଜଣେଇବି। ଆପଣମାନେ ଚେକ୍ କରିବା ପାଇଁ ମୁଁ ଲିଙ୍କ୍ ପ୍ରୋଭାଇଡ଼ କରିଦେବି। ତ ଦେଖନ୍ତୁ ସର୍ଭେ ପ୍ରଥମେ ଆପଣମାନଙ୍କର ଡିଷ୍ଟ୍ରିକ୍ଟ ରହିଛି, ତ ଆପଣମାନେ ଆପଣମାନଙ୍କର ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ତ ଚାଲନ୍ତୁ ଆମ ଡିଷ୍ଟ୍ରିକ୍ଟ ଆମେ ସିଲେକ୍ଟ କରିନେବା। ତ ଦେଖନ୍ତୁ ବହୁତ ସାରା ଡିଷ୍ଟ୍ରିକ୍ଟ ଆସିବ, ତ ଆମେ କଳାହାଣ୍ଡି ଡିଷ୍ଟ୍ରିକ୍ଟକୁ ଆମେ ସିଲେକ୍ଟ କରିନେବା। ତାପରେ ଦେଖନ୍ତୁ ଆପଣମାନଙ୍କର ବ୍ଲକ୍ ରହିଛି, ତ ବ୍ଲକ୍ଟିକୁ ଆମକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ତ ଅଲ୍ ଯେଉଁ ସିଲେକ୍ଟ ରହିଛି ଏରୋ ଅପସନ୍ ରହିଛି, ତ ସେଇ ଏରୋ ଅପସନ୍ ଉପରେ ଆମକୁ କ୍ଲିକ୍ କରିବା ପାଇଁ ପଡ଼ିବ। ଦେଖନ୍ତୁ ବହୁତ ସାରା ବ୍ଲକ୍ ଆସିଗଲା, ତ ଆମେ ଭବାନୀପାଟଣାକୁ ସିଲେକ୍ଟ କରିନେବା। ତାପରେ ଦେଖନ୍ତୁ ଗ୍ରାମ ପଞ୍ଚାୟତ କେଉଁଟା ଆପଣଙ୍କୁ ସିଲେକ୍ଟ କରିବା ପାଇଁ ପଡ଼ିବ। ତ ଅଲ୍ରେ ଯେଉଁ ରହିଛି ଏରୋ ଅପସନ୍ ଯେଉଁ ରହିଛି, ଏରୋ ଅପସନ୍ ଉପରେ କ୍ଲିକ୍ କଲା ପରେ ଗ୍ରାମ ପଞ୍ଚାୟତ ଶୋ କରାଇବ। ଦେଖନ୍ତୁ ଆମେ ଗ୍ରାମ ପଞ୍ଚାୟତଟିକୁ ଅର୍ତ୍ତଲ ସିଲେକ୍ଟ କରିନେଲୁ। ତାପରେ ଆପଣମାନଙ୍କର ଭିଲେଜ୍ ରହିଛି, ଆପଣଙ୍କୁ ଆପଣଙ୍କର ଭିଲେଜଟିକୁ ସିଲେକ୍ଟ କରିବା ପାଇଁ ପଡ଼ିବ। ତ ଯେତେବେଳେ ଆପଣ ଭିଲେଜ୍ ଅପସନ୍ ଉପରେ କ୍ଲିକ୍ କରିବେ, ତ ସେତେବେଳେ ଆପଣମାନଙ୍କର ଭିଲେଜ୍ ଗୁଡ଼ିକ ଶୋ କରିବ। ଆମେ ଯେଉଁଟାକି ଅର୍ତ୍ତଲକୁ ସିଲେକ୍ଟ କରିନେବା। ତାପରେ ଦେଖନ୍ତୁ ଆପଣଙ୍କର ଷ୍ଟାଟସ୍ ରହିଛି, ଷ୍ଟାଟସ୍ ଉପରେ ଯେତେବେଳେ ଆମେ କ୍ଲିକ୍ କରିବା, ଦେଖନ୍ତୁ ଏଠାରେ ଆପଣଙ୍କୁ ଦୁଇଟି ଅପସନ୍ ଦେଖିବା ପାଇଁ ଆପଣଙ୍କୁ ମିଳିବ। ଗୋଟେ ହେଲା ଆପଣମାନଙ୍କର ଜେନେରେଟେଡ୍, ଆଉ ଗୋଟେ ଆପଣମାନଙ୍କର ପେଣ୍ଡିଂ ଆଉ ରିଜେକ୍ଟେଡ୍ ରହିଛି। ତ ଦେଖନ୍ତୁ, ତ ଆପଣ ଯେତେବେଳେ ଏଠି ଜେନେରେଟେଡ୍ ଅପସନ୍ ଉପରେ କ୍ଲିକ୍ କରିବେ, ତ ଆପଣମାନଙ୍କର କେଉଁ ଫାର୍ମରମାନଙ୍କର ଜେନେରେଟ୍ ହେଇଛି, ଏପ୍ରୁଭାଲ୍ ହେଇଛି, ଆପଣ ସେ ଲିଷ୍ଟଟି ଆପଣ ଚେକ୍ କରିପାରିବେ। କିନ୍ତୁ ଯେଉଁ ଚାଷୀମାନଙ୍କର ପେଣ୍ଡିଂ ରହିଛି, ରିଜେକ୍ଟ ହେଇଛି, କେଉଁ କାରଣ ପାଇଁ ସେମାନଙ୍କର ପେଣ୍ଡିଂ ରହିଛି କି ରିଜେକ୍ଟ ରହିଛି, ଆପଣ ସେ ଅପସନ୍ ଉପରେ କ୍ଲିକ୍ କରିକି ଯେତେବେଳେ ସେମାନଙ୍କର ନାମ ଗୁଡ଼ିକ ଦେଖିବେ, ସେଇ ସେମାନଙ୍କର କାରଣ ମଧ୍ୟ ଦର୍ଶାଇଦେବ କାହିଁକି ପେଣ୍ଡିଂ ରହିଛି, କାହିଁକି ରିଜେକ୍ଟ ହେଇଛି। ତ ଚାଲନ୍ତୁ ଆମେ ସର୍ଭେ ପ୍ରଥମେ ଜେନେରେଟେଡ୍ ଅପସନ୍ ଉପରେ କ୍ଲିକ୍ କରି ଯେଉଁ କ୍ୟାପଚା କୋଡ୍ ରହିଛି, ଭେରିଫିକେସନ୍ ଯେଉଁ କୋଡ୍ ରହିଛି, ଭେରିଫିକେସନ୍ କୋଡ୍ଟିକୁ ଆମେ ଦେଇଦେବା। ଭେରିଫିକେସନ୍ କୋଡ୍ଟିକୁ ଦେଲା ପରେ ସର୍ଚ୍ଚ ଅପସନ୍ ଉପରେ ଆମେ କ୍ଲିକ୍ କରିବା। ଦେଖନ୍ତୁ ଯେତେବେଳେ ଆମେ ସର୍ଚ୍ଚ ଅପସନ୍ ଉପରେ କ୍ଲିକ୍ କରିବା, ଦେଖନ୍ତୁ ସମସ୍ତ ଚାଷୀମାନଙ୍କର ଲିଷ୍ଟ ଗୁଡ଼ିକ ପଳେଇ ଆସିଲା। ତ ଯେଉଁ ଚାଷୀମାନଙ୍କର ଏପ୍ରୁଭାଲ୍ ହେଇଛି, ଆପଣ ମଧ୍ୟ ଏମିତି ପ୍ରୋସେସ୍ରେ ଆପଣମାନଙ୍କର ଏପ୍ରୁଭାଲ୍ ହେଇଛି କି ରିଜେକ୍ଟ ହେଇଛି ଆପଣ ଚେକ୍ କରିପାରିବେ।